ଆସୁଛି ରାକ୍ଷୀ ପୂର୍ଣ୍ଣିମା। ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଜମୁଛି ରାକ୍ଷୀ ବେପାର। ଆଉ କିଛି ଦିନ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭଉଣୀ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଆଶୀର୍ବାଦ ନେଇଥାଏ। ଭାଇ ଭଉଣୀ ରାକ୍ଷୀଟିଏ ବାନ୍ଧି ତା'ର ମଙ୍ଗଳ କାମନା କରିବା ସହ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ଦିନକୁ ଭଉଣୀମାନେ ଚାହିଁ ରହିଥାନ୍ତି। ଦୂରଦୂରାନ୍ତରୁ ଭାଇଟିଏ ମଧ୍ୟ ଭଉଣୀର ସ୍ନେହର ରାକ୍ଷୀଟିଏ ପାଇଁ ଅପେକ୍ଷା କରିଥାଏ। ତେଣୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାକ୍ଷୀ ବିକ୍ରି ଆରମ୍ଭ ହୋଇଛି। ଭାଇ ଭଉଣୀର ଏହି ପବିତ୍ର ବନ୍ଧନକୁ ପାଳନ କରିବା ପାଇଁ ଧୁମ୍ଧାମ୍ରେ ରାକ୍ଷୀ ବ୍ୟବସାୟୀମାନେ ତାଙ୍କର ପସରା ମେଲିଛନ୍ତି। ତେବେ ଏହି ରାକ୍ଷୀ ବେପାରୀମାନେ ବିଭିନ୍ନ ସ୍ଥାନରୁ ଆଣି ରାକ୍ଷୀ ବିକ୍ରି କରୁଥିବା ବେଳେ ବେପାରୀ ଦୁଇ ପଇସା ରୋଜଗାର କରିବା ଆଶାରେ ଲାଗି ପଡ଼ିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।